ଆସନ୍ତୁ ଆଜି ଆମେ ଖଣିଜ ସମ୍ପଦ ବିଷୟରେ ଏକ ଶୀଘ୍ର ପୁନରାବୃତ୍ତି କରିବା। ବିଶେଷ କରି ପରୀକ୍ଷା ପ୍ରସ୍ତୁତି ପାଇଁ ଏହି ଆଲୋଚନା ବହୁତ କାମରେ ଆସିବ। ତେବେ ଚାଲନ୍ତୁ ସିଧା ବିଷୟ ଭିତରକୁ ଯିବା। ତେବେ ଆଜି ଆମେ କ'ଣ ସବୁ ଦେଖିବା? ପ୍ରଥମେ ଖଣିଜ ସମ୍ପଦା ପ୍ରକୃତରେ କ'ଣ ତାକୁ ବୁଝିବା। ତାପରେ ଏହାର ତିନି ପ୍ରକାର ବର୍ଗୀକରଣ, ଏହାକୁ କେମିତି ମାଟି ତଳୁ ବାହାର କରାଯାଏ, ଏହାର ବ୍ୟବହାର ଓ ପରିବେଶ ଉପରେ ପ୍ରଭାବ, ଆଉ ଶେଷରେ ଏହାକୁ କେମିତି ସଂରକ୍ଷଣ କରାଯାଇପାରିବ ସେ ବିଷୟରେ ଜାଣିବା। ଆଉ ହଁ, ଶେଷରେ ଆମର ଜ୍ଞାନକୁ ପରଖିବା ପାଇଁ କିଛି ପ୍ରଶ୍ନ ମଧ୍ୟ ରହିଛି। ଠିକ୍ ଅଛି, ତବେ ଚାଲନ୍ତୁ ପ୍ରଥମ ପ୍ରସଙ୍ଗରୁ ଆରମ୍ଭ କରିବା। ଖଣିଜ ସମ୍ପଦ ପ୍ରକୃତରେ କ'ଣ, ଆଉ କାହିଁକି ଏହାକୁ ଆମ ଶିଳ୍ପ ଜଗତର ମୂଳଦୁଆ ବୋଲି କୁହାଯାଏ? ଦେଖନ୍ତୁ, ସବୁଠୁ ସରଳ ଭାଷାରେ କହିଲେ ଖଣିଜ ହେଉଛି ଏକ ପ୍ରାକୃତିକ ପଦାର୍ଥ। ଏହାର ନିଜର ଏକ ନିର୍ଦ୍ଦିଷ୍ଟ ରାସାୟନିକ ଗଠନ ଆଉ ଭୌତିକ ଗୁଣ ରହିଥାଏ। ଏତିକି ମନେ ରଖିଲେ ହିଁ ଏହାର ମୂଳ ସଂଜ୍ଞା ସ୍ପଷ୍ଟ ହୋଇଯିବ। ଖଣିଜ ବିଷୟରେ ଦୁଇଟି କଥା ମନେ ରଖିବା ବହୁତ ହିଁ ଜରୁରୀ। ପ୍ରଥମତଃ, ଏଗୁଡ଼ିକ ଅନବୀକରଣୀୟ, ମାନେ ଏହାକୁ ତିଆରି ହେବାକୁ ଲକ୍ଷ ଲକ୍ଷ ବର୍ଷ ଲାଗେ। ଆମେ ଏହାକୁ ପୁଣି ତିଆରି କରିପାରିବା ନାହିଁ। ଆଉ ଦ୍ୱିତୀୟ କଥା ହେଲା, ଏହା ପୃଥିବୀର ସବୁ ଜାଗାରେ ସମାନ ଭାବରେ ମିଳେ ନାହିଁ। କେଉଁଠି ଅଧିକ ତ କେଉଁଠି କମ୍। ଆଉ ଏହି ଅସମାନତା ପାଇଁ ହିଁ ଦେଶ ଦେଶ ଭିତରେ ଏତେ ବାଣିଜ୍ୟ ଚାଲେ। ତେବେ ଏତେ ପ୍ରକାରର ଖଣିଜକୁ ଭଲ ଭାବରେ ବୁଝିବା ପାଇଁ କ'ଣ କରାଯାଏ? ତାକୁ କେତେକ ଭାଗରେ ବାଣ୍ଟି ଦିଆଯାଏ। ଚାଲନ୍ତୁ ଦେଖିବା ସେଗୁଡ଼ିକ କ'ଣ କ'ଣ। ମୁଖ୍ୟତଃ ଖଣିଜକୁ ତିନିଟା ବଡ଼ ବର୍ଗରେ ରଖାଯାଏ: ଧାତବ, ଅଧାତବ ଆଉ ଶକ୍ତି ଖଣିଜ। ପରୀକ୍ଷା ପାଇଁ ଏହି ତିନୋଟି ନାମକୁ ଭଲ ଭାବରେ ମନେ ରଖିବା ବହୁତ ଦରକାର। ପ୍ରଥମେ ଆସିଲା ଧାତବ ଖଣିଜ, ଯାହାକୁ ପୁଣି ଦୁଇ ଭାଗ କରାଯାଇଛି। ଗୋଟିଏ ହେଲା ଲୌହ ଖଣିଜ, ମାନେ ଯେଉଁଥିରେ ଲୁହାର ଅଂଶ ଥାଏ, ଯେମିତିକି ଲୁହାପଥର, ଆଉ ଅନ୍ୟଟି ହେଲା ଅଲୌହ ଖଣିଜ, ଯେଉଁଥିରେ ଲୁହା ନ ଥାଏ, ଯେମିତିକି ତମ୍ବା କିମ୍ବା ବକ୍ସାଇଟ୍। ବାକି ଯେଉଁ ଦୁଇଟି ବର୍ଗ ରହିଲା, ସେଥିରୁ ଗୋଟିଏ ହେଲା ଅଧାତବ ଖଣିଜ, ଯେମିତିକି ଅଭ୍ର ଆଉ ଚୂନପଥର। ଆଉ ତୃତୀୟଟି ହେଲା ଶକ୍ତି ଖଣିଜ, ଯାହାକୁ ଆମେ ଜାଳେଣୀ ଭାବରେ ବ୍ୟବହାର କରୁ, ଯେମିତିକି କୋଇଲା, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍। ଆଚ୍ଛା, ଆମେ ଜାଣିଲେ ଖଣିଜ କ'ଣ ଆଉ କେତେ ପ୍ରକାରର, କିନ୍ତୁ ପ୍ରଶ୍ନ ହେଉଛି ଏଗୁଡ଼ିକୁ ମାଟି ତଳୁ ବାହାର କରନ୍ତି କେମିତି? ଏଥିପାଇଁ ମୁଖ୍ୟତଃ ତିନୋଟି ଉପାୟ ଅଛି। ଦୁଇଟି ମୁଖ୍ୟ ଖନନ ପଦ୍ଧତି ହେଲା ଖୋଲା ଖଣି ଆଉ ଭୂତଳ ଖଣି। ଏ ଦୁଇଟା ଭିତରେ ଫରକ ବହୁତ ସରଳ। ଯେତେବେଳେ ଖଣିଜ ମାଟିର ବେଶୀ ତଳେ ନଥାଏ, ତାକୁ ଉପରୁ ଖୋଳି ବାହାର କରାଯାଏ, ତାକୁ ଖୋଲା ଖଣି କୁହନ୍ତି। ଆଉ ଯେତେବେଳେ ଖଣିଜ ବହୁତ ଗଭୀରରେ ଥାଏ, ସେତେବେଳେ ସୁଡ଼ଙ୍ଗ କରି ଭିତରକୁ ଯିବାକୁ ପଡ଼େ, ତାକୁ କୁହନ୍ତି ଭୂତଳ ଖଣି। ଆଉ ତୃତୀୟ ଉପାୟଟି ହେଲା ଡ୍ରିଲିଂ। ଏହା ଏକ ଖାସ୍ ପଦ୍ଧତି। ଯେଉଁ ଖଣିଜ ତରଳ କିମ୍ବା ଗ୍ୟାସ୍ ଆକାରରେ ଥାଏ, ଯେମିତିକି ପେଟ୍ରୋଲିୟମ୍, ତାକୁ ତ ଖୋଳିକି ବାହାର କରିହେବନି। ସେଥିପାଇଁ ଡ୍ରିଲ୍ କରି ବହୁତ ଗଭୀରରୁ ତାକୁ ବାହାର କରାଯାଏ। ସବୁ ଜିନିଷର ଯେମିତି ଦୁଇଟା ପାର୍ଶ୍ୱ ଥାଏ, ଖନନର ବି ଠିକ୍ ସେମିତି। ଗୋଟେ ପଟେ ଏହାର ବହୁତ ବଡ଼ ଫାଇଦା ଅଛି, କିନ୍ତୁ ଆର ପଟେ ଏହାର ପରିବେଶକୁ ବହୁତ କ୍ଷତି ବି ପହଞ୍ଚେ। ଚାଲନ୍ତୁ ଏ ଦୁଇଟା ଦିଗକୁ ଟିକେ ଦେଖିବା। ଦେଖନ୍ତୁ, ଖଣିଜ ସମ୍ପଦ ହିଁ ଆମ ଶିଳ୍ପର ପ୍ରକୃତ ଇଞ୍ଜିନ୍। ଭାବି ଦେଖନ୍ତୁ ତ, ଲୁହା ପଥରରୁ ଇସ୍ପାତ, ବକ୍ସାଇଟ୍ରୁ ଆଲୁମିନିୟମ୍, କୋଇଲାରୁ ବିଦ୍ୟୁତ୍ ଆଉ ଚୂନ ପଥରରୁ ସିମେଣ୍ଟ। ଏସବୁ ବିନା ଆମର ଆଧୁନିକ ଜୀବନ କ'ଣ ସମ୍ଭବ? ବିଲକୁଲ ନୁହେଁ। କିନ୍ତୁ ଏସବୁର ଏକ ବଡ଼ ମୂଲ୍ୟ ଦେବାକୁ ପଡ଼ିଥାଏ। ଖନନ ପାଇଁ ବଡ଼ ବଡ଼ ଜଙ୍ଗଲ କଟାଯାଏ, ବାୟୁ ଆଉ ପାଣି ଦୂଷିତ ହୁଏ, ଆଉ ମାଟିର ଉର୍ବରତା ନଷ୍ଟ ହୋଇଯାଏ। ଏହାଛଡ଼ା ସେଠାରେ ରହୁଥିବା ଲୋକଙ୍କୁ ନିଜ ଘରଦ୍ୱାର ଛାଡ଼ିବାକୁ ବି ପଡ଼େ। ତେବେ ଏତେ ସବୁ ସମସ୍ୟା ବିଷୟରେ ଜାଣିଲା ପରେ ମନରେ ପ୍ରଶ୍ନ ଆସେ, ଏହାର ସମାଧାନ କ'ଣ? ଆମେ କ'ଣ କରିପାରିବା? ତେଣୁ ଆସନ୍ତୁ ଏବେ ଖଣିଜ ସମ୍ପଦର ସଂରକ୍ଷଣ ଉପରେ ଆଲୋଚନା କରିବା। ଏହି ମୂଲ୍ୟବାନ ସମ୍ପଦକୁ ସଂରକ୍ଷିତ କରିବା ପାଇଁ କିଛି ମୁଖ୍ୟ ଉପାୟ ଅଛି, ଯେମିତିକି ଯେତିକି ଦରକାର ସେତିକି ବ୍ୟବହାର କରିବା ଆଉ ଅପଚୟ କମ୍ କରିବା। ପୁରୁଣା ଧାତୁକୁ ରିସାଇକେଲ୍ କରିବା, ବିକଳ୍ପ ସାମଗ୍ରୀ ଖୋଜିବା ଆଉ ଖନନ ପାଇଁ ନୂଆ ଟେକ୍ନୋଲୋଜି ବ୍ୟବହାର କରିବା, ଯାହାଦ୍ୱାରା କମ୍ କ୍ଷତି ହେବ। ଆଉ ଏସବୁ ଉପାୟର ମୂଳ ଲକ୍ଷ୍ୟ ହେଉଛି ଗୋଟିଏ କଥା, ତାହା ହେଲା ସ୍ଥାୟୀ ବିକାଶ। ଏହାର ମାନେ ହେଲା ଆମେ ବିକାଶ ତ କରିବା, କିନ୍ତୁ ପରିବେଶର ସୁରକ୍ଷା ଆଉ ଲୋକଙ୍କ କଲ୍ୟାଣକୁ ବି ଧ୍ୟାନରେ ରଖିବା, ଯାହାଫଳରେ ଆମର ଆଗାମୀ ପିଢ଼ି ପାଇଁ ମଧ୍ୟ ସମ୍ପଦ ବଞ୍ଚି ରହିବ। ବହୁତ କଥା ଆଲୋଚନା ହେଲା। ଏବେ ସମୟ ଆସିଛି ନିଜେ ନିଜକୁ ପରଖିବାର। ଦେଖିବା କେତେ ମନେ ରହିଛି। ପରୀକ୍ଷା ପାଇଁ ଏହା ଏକ ଭଲ ଅଭ୍ୟାସ ହେବ, ନୁହେଁ କି? ପ୍ରଥମ ପ୍ରଶ୍ନ, ଗୋଟିଏ ଦେଶର ବିକାଶ ପାଇଁ ଖଣିଜ ସଂରକ୍ଷଣ କରିବା କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ? ଟିକେ ଭାବନ୍ତୁ ତ। ଯଦି ପରୀକ୍ଷାରେ ଏହି ପ୍ରଶ୍ନ ଆସେ, ତେବେ ଏହି ତିନୋଟି ମୁଖ୍ୟ କଥା ନିଶ୍ଚୟ ଲେଖିବେ। ପ୍ରଥମତଃ, ଖଣିଜ ଅନବୀକରଣୀୟ। ଦ୍ୱିତୀୟରେ, ଏହା ଶିଳ୍ପର ମେରୁଦଣ୍ଡ। ଆଉ ତୃତୀୟରେ, ସଂରକ୍ଷଣ ଦ୍ୱାରା ଭବିଷ୍ୟତ ପିଢ଼ି ପାଇଁ ସମ୍ପଦ ସୁରକ୍ଷିତ ରହେ। ଆଚ୍ଛା, ଏବେ ଦ୍ୱିତୀୟ ପ୍ରଶ୍ନ, ଲୌହ
ଆଉ ଅଲୌହ ଖଣିଜ ଭିତରେ ମୁଖ୍ୟ ପାର୍ଥକ୍ୟ କ'ଣ? ଆଉ ଦୁଇଟିରୁ ଗୋଟିଏ ଲେଖାଏଁ ଉଦାହରଣ ଦେବାକୁ ହେବ। ଏହାର ଉତ୍ତର ବହୁତ ସିଧାସଳଖ। ମୁଖ୍ୟ ପାର୍ଥକ୍ୟ ହେଉଛି ଲୁହାର ଉପସ୍ଥିତି। ଯେଉଁଥିରେ ଲୁହାର ଅଂଶ ଅଛି ତାହା ଲୌହ ଖଣିଜ, ଯେମିତି ଲୁହା ପଥର, ଆଉ ଯେଉଁଥିରେ ନାହିଁ ତାହା ଅଲୌହ ଖଣିଜ, ଯେମିତି ବକ୍ସାଇଟ୍। ଆଉ ଆଜିର ଶେଷ ଅଭ୍ୟାସ ପ୍ରଶ୍ନ ହେଲା, ଖନନ ଯୋଗୁଁ ହେଉଥିବା ଯେକୌଣସି ଦୁଇଟି ବଡ଼ ପରିବେଶଗତ ସମସ୍ୟା ବିଷୟରେ କୁହନ୍ତୁ। ଏହାର ଉତ୍ତରରେ ଆପଣ ଜଙ୍ଗଲ କ୍ଷୟ, ବାୟୁ ଓ ଜଳ ପ୍ରଦୂଷଣ, ଭୂମି ଅବକ୍ଷୟ କିମ୍ବା ଲୋକଙ୍କ ବିସ୍ଥାପନ ଏମିତି କିଛି ବି ଲେଖିପାରିବେ। ଏଥିରୁ ଯେକୌଣସି ଦୁଇଟି ଲେଖିଲେ ଯଥେଷ୍ଟ। ଆଉ ଶେଷରେ ଯିବା ପୂର୍ବରୁ ଆସନ୍ତୁ ସମସ୍ତେ ଏହି ପ୍ରଶ୍ନ ପରେ ଟିକେ ଚିନ୍ତା କରିବା। ଆମେ ଭବିଷ୍ୟତଠାରୁ ଋଣ ନ କରି ଆଜିର ପ୍ରଗତିକୁ କିପରି ଆଗେ ନେଇପାରିବା? ଏହା ହିଁ ସ୍ଥାୟୀ ବିକାଶର ପ୍ରକୃତ ଆହ୍ୱାନ। ମାନେ ଆମ ହାତରେ ଥିବା ଏଇ ସ୍ମାର୍ଟଫୋନ୍ କଥା ଟିକେ ଭାବନ୍ତୁ ତ। ହଁ, ତାହା ଗୋଟିଏ ବହୁତ ବଢ଼ିଆ ଉଦାହରଣ। ଦେଖିବାକୁ ଏହା ଏକ ଖୁବ୍ ଛୋଟ ଆଉ ସାଧାରଣ ଉପକରଣ, କିନ୍ତୁ ମୁଁ କେଉଁଠି ପଢ଼ୁଥିଲି ଯେ ଏହି ଗୋଟିଏ ଯନ୍ତ୍ର ତିଆରି କରିବା ପାଇଁ ବୋଧହୁଏ ପୃଥିବୀର 4ଟି ଭିନ୍ନ ଭିନ୍ନ ମହାଦେଶରୁ ମାଟି ଖୋଳିବାକୁ ପଡ଼ିଥିବ। ଏକଦମ ଠିକ୍ କଥା। ସେଥିରେ ଥିବା ତମ୍ବା, ସୁନା କିମ୍ବା ଲିଥିୟମ୍ ଭଳି ପଦାର୍ଥଗୁଡ଼ିକୁ ପ୍ରସ୍ତୁତ କରିବା ପାଇଁ ପ୍ରକୃତିକୁ ଲକ୍ଷ ଲକ୍ଷ ବରଂ କୋଟି କୋଟି ବର୍ଷର ଉତ୍ତାପ ଏବଂ ଚାପ ଦରକାର ହୋଇଛି। ସେଇଆ ତ। ଆମେ ଚାଲୁଥିବା ରାସ୍ତା ହେଉ କିମ୍ବା ରହୁଥିବା କୋଠାବାଡ଼ି ଆଉ ଚଳାଉଥିବା ଗାଡ଼ି ମୋଟର, ସବୁକିଛି ପଛରେ ପୃଥିବୀ ଗର୍ଭରେ ଥିବା ଏକ ଅଦୃଶ୍ୟ ବିଶାଳ ଭଣ୍ଡାର ଲୁଚି ରହିଛି। ହଁ, ଆଉ ଯଦି ସେହି ଭଣ୍ଡାର ଦିନେ ଖାଲି ହୋଇଯାଏ ନା, ତେବେ ଆମର ଏହି ଅତ୍ୟାଧୁନିକ ଶିଳ୍ପ ଜଗତ ଗୋଟିଏ ମୁହୂର୍ତ୍ତରେ ସେହି ପୁରୁଣା ପଥର ଯୁଗକୁ ଫେରିଯିବ। ବାପ୍ରେ, ତାହା ଏକ ଭୟଙ୍କର ଚିନ୍ତାଧାରା। ତେଣୁ ଆଜିର ଏହି ଗଭୀର ଆଲୋଚନାରେ ଆମେ ସେହି ଖଣିଜ ସମ୍ପଦ ଏବଂ ତା ସହିତ ଜଡ଼ିତ ଆମ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ମାନେ ଜଳ ସମ୍ପଦ ଉପରେ ବିଶ୍ଳେଷଣ କରିବା। ବିଲକୁଲ, କାରଣ ଏଗୁଡ଼ିକ କେବଳ ସାଧାରଣ ମାଟି ବା ପାଣି ନୁହେଁ, ଏହା ଆମ ମାନବ ସଭ୍ୟତାର ଅସଲି ଇନ୍ଧନ। ଠିକ୍ କହିଲେ। ତେବେ ଆସନ୍ତୁ ଏହାକୁ ଟିକେ ଖୋଲି ବୁଝିବା, କାରଣ ଆମେ ଯେଉଁ ବେଗରେ ଏହି ସମ୍ପଦକୁ ଖର୍ଚ୍ଚ କରୁଛୁ, ତାହା ପ୍ରକୃତିର କ୍ଷମତା ବାହାରେ। ହଁ, ଆଉ ଆଲୋଚନା ଆରମ୍ଭ କରିବା ପୂର୍ବରୁ ଏକ ବୈଜ୍ଞାନିକ ସତ୍ୟକୁ ବୁଝିବା ଆମ ପାଇଁ ନିହାତି ଜରୁରୀ। କି ସତ୍ୟ? ଯେତେବେଳେ ଆମେ ଖଣିଜ ବା ମିନେରାଲ୍ସ ଶବ୍ଦଟି ବ୍ୟବହାର କରୁଛୁ, ଆମେ କେବଳ କୌଣସି ପଥର ଖଣ୍ଡ ବିଷୟରେ କଥା ହେଉନାହୁଁ। ପ୍ରତ୍ୟେକ ଖଣିଜର ଏକ ଅତି ନିର୍ଦ୍ଦିଷ୍ଟ ରାସାୟନିକ ଗଠନ ଆଉ ସ୍ୱତନ୍ତ୍ର ଭୌତିକ ଗୁଣ ରହିଥାଏ। ଆଚ୍ଛା, ମାନେ ପ୍ରତ୍ୟେକର ଏକ ଅଲଗା ପରିଚୟ ଅଛି। ହଁ, ବୁଝିଲେ ତ? ଉଦାହରଣ ସ୍ୱରୂପ ହୀରା ଏବଂ କୋଇଲା ଦୁଇଟି ଯାକ ସମ୍ପୂର୍ଣ୍ଣ ଭାବେ କାର୍ବନରୁ ତିଆରି, କିନ୍ତୁ ଭୂଗର୍ଭରେ ସେମାନଙ୍କ ଉପରେ ପଡ଼ିଥିବା ଚାପ ଏବଂ ତାପମାତ୍ରା ସେମାନଙ୍କୁ ସମ୍ପୂର୍ଣ୍ଣ ଭିନ୍ନ କରିନେଇଛି। ଆରେ ବାଃ, ଗୋଟିଏ କଳା କୋଇଲା ଆଉ ଅନ୍ୟଟି ଚମକୁଥିବା ହୀରା। ଏକଦମ। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ପ୍ରକ୍ରିୟାଟି ନବୀକରଣ ଅଯୋଗ୍ୟ ବା ନନ୍ ରିନ୍ୟୁଏବଲ୍ ଅଟେ। ମାନେ ଥରେ ସରିଗଲେ ସବୁଦିନ ପାଇଁ ସରିଗଲା। ଓହୋ, ଏହାର ଅର୍ଥ ହେଲା ମାନବ ସଭ୍ୟତା ବର୍ତ୍ତମାନ ପୃଥିବୀରେ ଏକ ଏପରି ଜମାଖାତାକୁ ଖର୍ଚ୍ଚ କରୁଛି ଯେଉଁଥିରେ ଆଉ କେବେ ବି ନୂଆ ଟଙ୍କା ଜମା ହୋଇପାରିବ ନାହିଁ। ହଁ, ଠିକ୍ ସେଇଆ। ଆମେ ପୃଥିବୀର ମୂଳଧନ ଭାଙ୍ଗି ବଞ୍ଚୁଛେ। ଏହା ତ ପ୍ରକୃତରେ ଏକ ଗମ୍ଭୀର କଥା। କିନ୍ତୁ ମୋ ମନରେ ସବୁବେଳେ ଗୋଟେ ଦ୍ୱନ୍ଦ୍ୱ ରହେ। ଆମେ ମାଟି ତଳୁ ଅନେକ କିଛି ବାହାର କରୁଛେ, ଲୁହାଠାରୁ ଆରମ୍ଭ କରି ପେଟ୍ରୋଲ ପର୍ଯ୍ୟନ୍ତ। ହଁ, ବହୁତ କିଛି ବାହାରୁଛି। ତେବେ ଏହି ଅଗଣିତ ପଦାର୍ଥଗୁଡ଼ିକୁ ଶୃଙ୍ଖଳିତ ଭାବରେ ବୁଝିବା ପାଇଁ ବୈଜ୍ଞାନିକମାନେ ନିଶ୍ଚୟ କିଛି ଶ୍ରେଣୀବିଭାଗ କରିଥିବେ ନା? ଏହା କିପାଇଁ କାମ କରେ? ବହୁତ ସୁନ୍ଦର ପ୍ରଶ୍ନ। ବୈଜ୍ଞାନିକମାନେ ଏହାକୁ ମୁଖ୍ୟତଃ ଏହାର ବ୍ୟବହାର ଏବଂ ଗୁଣବତ୍ତା ଉପରେ ଭିତ୍ତି କରି 3ଟି ବୃହତ୍ ଶ୍ରେଣୀରେ ବାଣ୍ଟିଛନ୍ତି। ଆଚ୍ଛା, 3ଟି ଶ୍ରେଣୀ। ହଁ, ପ୍ରଥମଟି ହେଉଛି ଧାତବ ଖଣିଜ ବା ମେଟାଲିକ୍ ମିନେରାଲ୍ସ, ଯାହାକୁ ତରଳାଇଲେ ଆମେ କଠିନ ଧାତୁ ପାଇଥାଉ। ଏହାକୁ ପୁଣି 2ଟି ଉପଶ୍ରେଣୀରେ ରଖାଯାଇଛି। ମାନେ ଫେରସ୍ ଆଉ ନନ୍ ଫେରସ୍ ବୋଧହୁଏ। ଏକଦମ ଠିକ୍। ଲୌହଯୁକ୍ତ ବା ଫେରସ୍ ଖଣିଜ ଏବଂ ଲୌହବିହୀନ ବା ନନ୍ ଫେରସ୍ ଖଣିଜ। ଲୌହଯୁକ୍ତ ଶ୍ରେଣୀରେ ଲୁହାପଥର, ମ୍ୟାଙ୍ଗାନିଜ୍ ଏବଂ କ୍ରୋମାଇଟ୍ ଆସେ। ଯେହେତୁ ଏଥିରେ ଲୁହାର ଅଂଶ ଅଛି, ଏଗୁଡ଼ିକ ଅତ୍ୟନ୍ତ ଶକ୍ତ ହୋଇଥିବ। ହଁ, ଆଉ ଚୁମ୍ବକୀୟ ଗୁଣ ମଧ୍ୟ ବହନ କରନ୍ତି। ଅନ୍ୟପଟେ ଯେଉଁ ନନ୍ ଫେରସ୍ ଶ୍ରେଣୀ ଅଛି, ସେଥିରେ ଲୁହା ନଥାଏ, ଯେପରିକି ତମ୍ବା, ବକ୍ସାଇଟ୍ ବା ଆଲୁମିନିୟମ୍, ସୀସା ଏବଂ ଜିଙ୍କ୍। ଏଗୁଡ଼ିକ ବହୁତ ହାଲୁକା ଏବଂ ବିଦ୍ୟୁତ୍ ପରିବାହୀ ହୋଇଥାନ୍ତି। ମୁଁ ଏହାକୁ ଏମିତି ଭାବରେ ଦେଖିବାକୁ ଚେଷ୍ଟା କରୁଛି, ମାନେ ଟିକେ କଳ୍ପନା କରନ୍ତୁ, ଯଦି ଆମର ସମଗ୍ର ଆଧୁନିକ ସଭ୍ୟତା ଏକ ବିଶାଳ ମାନବ ଶରୀର ହୁଏ,
ତେବେ ଏହି ଧାତବ ଖଣିଜଗୁଡ଼ିକ ହେଉଛନ୍ତି ତାର ଅସ୍ଥି କଙ୍କାଳ। ବାଃ, ବହୁ ସୁନ୍ଦର ଉପମା। ହଁ, ମାନେ ଲୁହା ଆମର ମେରୁଦଣ୍ଡ ଭଳି ଠିଆ ହୋଇଛି ଏବଂ ତମ୍ବା ତାରଗୁଡ଼ିକ ଆମର ସ୍ନାୟୁ ବ୍ୟବସ୍ଥା ଭଳି ବିଦ୍ୟୁତ୍ ଓ ତଥ୍ୟ ପରିବହନ କରୁଛନ୍ତି। ଯଦି ଏହା ଶରୀରର କଙ୍କାଳ ହେଲା, ତେବେ ଅନ୍ୟ ଦୁଇଟି ଶ୍ରେଣୀ କ'ଣ? ସେହି ଦୃଷ୍ଟିକୋଣରୁ ଦେଖିଲେ ନା, ଦ୍ୱିତୀୟ ଶ୍ରେଣୀଟି ହେଉଛି ଅଧାତବ ଖଣିଜ ବା ନନ୍ ମେଟାଲିକ୍ ମିନେରାଲ୍ସ, ଯାହାକୁ ଆମେ ସଭ୍ୟତାର ମାଂସପେଶୀ ଏବଂ ଚର୍ମ ବୋଲି କହିପାରିବା। ଆଚ୍ଛା, ମାନେ ଏଥିରେ କୌଣସି ଧାତୁ ନଥାଏ? ବିଲକୁଲ ନଥାଏ। ଉଦାହରଣ ସ୍ୱରୂପ ଚୂନପଥର ବା ଲାଇମଷ୍ଟୋନ୍, ଡୋଲୋମାଇଟ୍, ଜିପ୍ସମ୍ ଏବଂ ଅଭ୍ର ବା ମାଇକା। ଓହୋ, ମାନେ ଆମେ ଯେଉଁ ବିଶାଳ କୋଠାବାଡ଼ି ଦେଖୁଛୁ ତାହା ସିମେଣ୍ଟ ବିନା ଅସମ୍ଭବ। ଆଉ ସିମେଣ୍ଟର ମୂଳ ଉପାଦାନ ତ ଚୂନପଥର। ସେଇଆ ତ। ସେହିପରି ଅଭ୍ର ଏକ ଉତ୍କୃଷ୍ଟ ବିଦ୍ୟୁତ୍ ନିରୋଧକ ହୋଇଥିବାରୁ ଏହା ବିଦ୍ୟୁତ୍ ଉପକରଣରେ ବହୁଳ ଭାବରେ ବ୍ୟବହୃତ ହୁଏ। ଆଉ ତୃତୀୟ ଶ୍ରେଣୀଟି ହେଉଛି ସବୁଠାରୁ ଶକ୍ତିଶାଳୀ, ମାନେ ଶକ୍ତି ଖଣିଜ ବା ଏନର୍ଜି ମିନେରାଲ୍ସ। ଆଚ୍ଛା, ଅର୍ଥାତ୍ ଏହା ହେଉଛି ସେହି ମାନବ ଶରୀରର ରକ୍ତ ସଞ୍ଚାଳନ ପ୍ରକ୍ରିୟା ଏବଂ ପରିପାକତନ୍ତ୍ର ଯାହା କଙ୍କାଳ ଏବଂ ମାଂସପେଶୀକୁ ଚଳଚଞ୍ଚଳ କରୁଛି ନା? ହଁ, ଏକଦମ ଠିକ୍ ଧରିଛନ୍ତି ଆପଣ। ମାନେ କୋଇଲା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ଏହି ଶ୍ରେଣୀରେ ଆସିବ। ଏହି ଇନ୍ଧନ ବିନା ଆମର ଇସ୍ପାତ କାରଖାନା କିମ୍ବା ପରିବହନ ବ୍ୟବସ୍ଥା ଗୋଟିଏ ଇଞ୍ଚ ବି ଆଗକୁ ଯାଇପାରିବୁ ନାହିଁ। ଠିକ୍ ସେହିପରି। ଏବଂ ଏହି ତିନୋଟି ଶ୍ରେଣୀ ମିଶି ହିଁ ଆମର ଅର୍ଥନୀତିର ଇଞ୍ଜିନ୍ ଚଲାଉଛନ୍ତି। କିନ୍ତୁ ଏଠାରେ ଗୋଟିଏ ବହୁତ ବଡ଼ ଭୌଗୋଳିକ ସମସ୍ୟା ରହିଛି, ବୁଝିଲେ ତ? କି ପ୍ରକାର ସମସ୍ୟା? ପ୍ରକୃତି ଏହି ସମ୍ପଦଗୁଡ଼ିକୁ ପୃଥିବୀ ପୃଷ୍ଠରେ ସମାନ ଭାବରେ ବାଣ୍ଟି ନାହିଁ। କେଉଁଠି ପ୍ରଚୁର ଅଛି ତ କେଉଁଠି ଆଦୌ ନାହିଁ। ହଁ, ଏହି ଭୌଗୋଳିକ ଅସମାନତା ହିଁ ତ ବିଶ୍ୱ ଅର୍ଥନୀତିର ଗତିପଥ ନିର୍ଦ୍ଧାରଣ କରେ। ଆମେ ଯଦି କେବଳ ଭାରତର ମାନଚିତ୍ର ଉପରେ ନଜର ପକାଇବା, ତେବେ ସ୍ପଷ୍ଟ ଜଣାପଡ଼େ ଯେ କିଛି ରାଜ୍ୟ ପାଖରେ କୌଣସି ଖଣିଜ ନାହିଁ। ହଁ, ଆଉ କିଛି ରାଜ୍ୟ ପ୍ରକୃତିର ଲଟେରୀ ଜିତିଲା ଭଳି ଲାଗନ୍ତି। ସତରେ। ତଥ୍ୟ ଅନୁସାରେ ଭାରତରେ ଏହି ବଣ୍ଟନ କିପରି ହୋଇଛି, ଟିକେ ବୁଝାଇବେ କି? ନିଶ୍ଚୟ। ଏହି ବଣ୍ଟନ ପ୍ରକୃତରେ ଏକ ଭୌଗୋଳିକ ରହସ୍ୟ ଭଳି ଲାଗେ। ଯଦି ଆମ ଲୁହାପଥର କଥା ବିଚାର କରିବା, ତେବେ ଏହା ମୁଖ୍ୟତଃ ପୂର୍ବ ଏବଂ କେନ୍ଦ୍ରୀୟ ଭାରତରେ ସୀମିତ, ବିଶେଷ କରି ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ଦକ୍ଷିଣରେ କର୍ଣ୍ଣାଟକରେ। ଆଚ୍ଛା, ଆଉ କୋଇଲା କଥା କ'ଣ? କୋଇଲା ଭଣ୍ଡାର ମୁଖ୍ୟତଃ ପୂର୍ବ ଭାରତର ନଦୀ ଉପତ୍ୟକାଗୁଡ଼ିକରେ କେନ୍ଦ୍ରୀଭୂତ ହୋଇ ରହିଛି, ଯେପରିକି ଓଡ଼ିଶା, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ। କିନ୍ତୁ ଯେତେବେଳେ ଆମେ ତରଳ ସୁନା ମାନେ ପେଟ୍ରୋଲିୟମ ଖୋଜୁଛେ, ଆମକୁ ଆସାମ, ଗୁଜରାଟ କିମ୍ବା ଆରବ ସାଗରର ଗଭୀର ଉପକୂଳବର୍ତ୍ତୀ ଅଞ୍ଚଳକୁ ଯିବାକୁ ପଡ଼େ। ମାନେ ସବୁ ଜିନିଷ ଗୋଟିଏ ଜାଗାରେ ମିଳିବ ନାହିଁ। ହଁ, କିନ୍ତୁ ଏଠାରେ ସବୁଠାରୁ ଆକର୍ଷଣୀୟ କଥାଟି ହେଉଛି ଆମ ଓଡ଼ିଶାର ସ୍ଥିତି। ଭାରତର ଖଣିଜ ଶିଳ୍ପରେ ଓଡ଼ିଶା କେବଳ ଏକ ଅଂଶଗ୍ରହଣକାରୀ ନୁହେଁ, ବରଂ ଏହା ଏକ ପ୍ରମୁଖ ଚାଳକ ଶକ୍ତି। ସେ କଥା ତ ସମ୍ପୂର୍ଣ୍ଣ ସତ୍ୟ। ଓଡ଼ିଶାରେ ଖଣିଜର ଯେଉଁ ବିବିଧତା ଅଛି ନା, ତାହା ବିଶ୍ୱର ବହୁତ କମ୍ ସ୍ଥାନରେ ଦେଖିବାକୁ ମିଳେ। ମୋତେ ଆଶ୍ଚର୍ଯ୍ୟ ଲାଗେ ଯେ ଏକମାତ୍ର ରାଜ୍ୟରେ ଏତେଗୁଡ଼ିଏ ଭିନ୍ନ ଭିନ୍ନ ସମ୍ପଦ କିପରି ରହିପାରିଲା। ଏହାର ଉତ୍ତର ଓଡ଼ିଶାର ପ୍ରାଚୀନ ଭୂତାତ୍ତ୍ୱିକ ଗଠନରେ ହିଁ ଲୁଚି ରହିଛି। ଆଜିର ତଥ୍ୟ କହୁଛି ଯେ ଉତ୍ତର ଓଡ଼ିଶାର କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାର ପାହାଡ଼ମାଳା ଭାରତର କିଛି ଉତ୍କୃଷ୍ଟ ମାନର ଲୁହାପଥର ଧାରଣ କରିଛି। ଆଉ ଆମର ସେ କୋଇଲା ଖଣିଗୁଡ଼ିକ? ହଁ, ସେହିପରି ଅନୁଗୁଳର ତାଳଚେର ଏବଂ ଝାରସୁଗୁଡ଼ାର ଇବ୍ ଉପତ୍ୟକାରେ ଥିବା ବିଶାଳ କୋଇଲା ଖଣିଗୁଡ଼ିକ କେବଳ ଓଡ଼ିଶା ନୁହେଁ, ବରଂ ଅନେକ ପଡ଼ୋଶୀ ରାଜ୍ୟର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରଗୁଡ଼ିକୁ ମଧ୍ୟ ଚଳାଉଛନ୍ତି। ଏତିକିରେ କଥା ସରିଲା ନାହିଁ। ଆଉ କ'ଣ ବାକି ରହିଗଲା? ଯଦି ଆମେ ଟିକେ ଦକ୍ଷିଣକୁ ଯିବା, ତେବେ କୋରାପୁଟ ଏବଂ କାଳହାଣ୍ଡିର ବିସ୍ତୀର୍ଣ୍ଣ ପାର୍ବତ୍ୟ ଅଞ୍ଚଳରେ ବକ୍ସାଇଟ୍ର ଅମାପ ଭଣ୍ଡାର ରହିଛି। ଆଉ ଏହାଛଡ଼ା ଯାଜପୁରର ସୁକିନ୍ଦା ଉପତ୍ୟକା କ୍ରୋମାଇଟ୍ ଉତ୍ପାଦନରେ ନିଜର ଏକାଧିକାର ସାବ୍ୟସ୍ତ କରିଛି ଏବଂ କେନ୍ଦୁଝର ମ୍ୟାଙ୍ଗାନିଜ୍ ପାଇଁ ମଧ୍ୟ ବେଶ୍ ପ୍ରସିଦ୍ଧ। ବାପ୍ରେ, ଅର୍ଥାତ୍ ଏକ ପ୍ରକାର ଦେଖିବାକୁ ଗଲେ ଓଡ଼ିଶାର ଭୂମି ତଳେ ଏକ ସମ୍ପୂର୍ଣ୍ଣ ଶିଳ୍ପ ସାମ୍ରାଜ୍ୟ ଲୁଚି ରହିଛି। ଏକଦମ ଠିକ୍ କହିଲେ। କିନ୍ତୁ କେବଳ ମାଟି ତଳେ ସମ୍ପଦ ଥିଲେ ତ ହେବ ନାହିଁ। ମୁଁ ସବୁବେଳେ ଭାବୁଥିଲି ଯେ ଖଣିଜ ଖୋଳିବା ମାନେ ବୋଧହୁଏ କେବଳ ମାଟିରେ ଏକ ବିଶାଳ ଗାତ ଖୋଳିଦେବା ଆଉ ଜିନିଷ ବାହାର କରିଦେବା। ନା ନା, ଏତେ ସହଜ ନୁହେଁ। ହଁ, ମାନେ ଭୂଗର୍ଭ ବିଜ୍ଞାନ ଦୃଷ୍ଟିରୁ ଏହା ନିଶ୍ଚୟ ବହୁତ ଜଟିଳ ପ୍ରକ୍ରିୟା ହୋଇଥିବ, କାରଣ ସବୁ ଖଣିଜ ତ ଆଉ ମାଟିର ଗୋଟିଏ ସ୍ତରରେ ନଥିବେ ନା। ଆଜ୍ଞା, ବିଲକୁଲ ନୁହେଁ। ସେଭଳି ଏକ ସରଳ ପ୍ରକ୍ରିୟା କେବେ ବି ସମ୍ଭବ ନୁହେଁ। ପୃଥିବୀର ଗଠନ ଏକ ସ୍ତରୀକୃତ କେକ୍ ଭଳି ଅଟେ।
ତେଣୁ ଖଣିଜଟି କେତେ ଗଭୀରରେ ଅଛି ତାହା ଉପରେ ନିର୍ଭର କରି ବିଜ୍ଞାନ 3ଟି ମୁଖ୍ୟ ଖନନ ପଦ୍ଧତି ବା ମାଇନିଂ ମେଥଡ ବିକଶିତ କରିଛି। ଆଚ୍ଛା, ସେଇ 3ଟି ପଦ୍ଧତି କ'ଣ? ପ୍ରଥମଟି ହେଉଛି ଓପନ୍ କାଷ୍ଟ ମାଇନିଂ ବା ମୁକ୍ତ ଖଣି। ଏହା ସେତେବେଳେ କରାଯାଏ ଯେତେବେଳେ ଖଣିଜଟି ମାଟି ପୃଷ୍ଠର ଖୁବ୍ ନିକଟରେ ଥାଏ। ଏହା କେକ୍ ଉପରୁ ଆଇସିଂ କାଢ଼ିଲା ଭଳି କଥା। ଆମେ ଉପର ମାଟି ଏବଂ ପଥରକୁ ହଟାଇ ସିଧାସଳଖ ଖଣିଜ ସଂଗ୍ରହ କରୁ। ଓହୋ, ମାନେ ଓଡ଼ିଶାର ଅଧିକାଂଶ ଲୁହା ଆଉ କୋଇଲା ଖଣି ବୋଧହୁଏ ଏହି ପଦ୍ଧତିରେ ଚାଲେ ନା? ହଁ, ଅଧିକାଂଶ ସେହିପରି ହିଁ ଚାଲେ। କିନ୍ତୁ ଅସଲ ସମସ୍ୟା ଉପୁଜେ ଦ୍ୱିତୀୟ କ୍ଷେତ୍ରରେ, ଯାହାକୁ ଆମେ ଅଣ୍ଡରଗ୍ରାଉଣ୍ଡ ମାଇନିଂ ବା ଭୂଗର୍ଭସ୍ଥ ଖନନ କହୁ। ଅର୍ଥାତ୍ ଯେତେବେଳେ ଖଣିଜ ଏତେ ଗଭୀରରେ ଥାଏ ଯେ ପୂରା ପାହାଡ଼ କାଟିବା ଅର୍ଥନୈତିକ ଦୃଷ୍ଟିରୁ ଲାଭଦାୟକ ହୁଏ ନାହିଁ, ତେଣୁ ଆମକୁ ସୁଡ଼ଙ୍ଗ କରି ମାଟି ତଳକୁ ଯିବାକୁ ପଡ଼େ। ହଁ, ଠିକ୍ ସେଇଆ। ଏହା ତ ମାନେ ଏକ କେକ୍ର ଭିତର ଅଂଶକୁ ଗୋଟିଏ ଷ୍ଟ୍ର ବ୍ୟବହାର କରି ଶୋଷି ଆଣିବା ସହ ସମାନ, ଯେପରି ବାହାରଟା ନଷ୍ଟ ନ ହୁଏ। କିନ୍ତୁ ଏହା ନିଶ୍ଚୟ ଅତ୍ୟନ୍ତ ବିପଦପୂର୍ଣ୍ଣ କାର୍ଯ୍ୟ ହୋଇଥିବ। ଏହା ପ୍ରକୃତରେ ସବୁଠାରୁ ବଡ଼ ବିପଦପୂର୍ଣ୍ଣ କାମ। ଗଭୀର ସୁଡ଼ଙ୍ଗ ଭିତରେ ବାୟୁ ଚଳାଚଳର ସମସ୍ୟା, ବିଷାକ୍ତ ଗ୍ୟାସ୍ ଏବଂ ହଠାତ୍ ସୁଡ଼ଙ୍ଗ ଧସିଯିବାର ଭୟ ସର୍ବଦା ଲାଗି ରହିଥାଏ। କିନ୍ତୁ সোনা ବା ହୀରା ଭଳି ମୂଲ୍ୟବାନ ଖଣିଜ ପାଇଁ ଏହା ଅନିବାର୍ଯ୍ୟ ଅଟେ। ଆଉ ତୃତୀୟ ପଦ୍ଧତିଟି କ'ଣ? ତୃତୀୟଟି ହେଉଛି ଡ୍ରିଲିଂ। ଏହା ମୁଖ୍ୟତଃ ତରଳ ବା ଗ୍ୟାସୀୟ ସମ୍ପଦ ଯେପରିକି ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ଉତ୍ତୋଳନ ପାଇଁ ବ୍ୟବହୃତ ହୁଏ। ଗଭୀର ଭୂଗର୍ଭରେ ଥିବା ଚାପକୁ ନିୟନ୍ତ୍ରଣ କରି ପାଇପ୍ ମାଧ୍ୟମରେ ଏହି ଇନ୍ଧନକୁ ଉପରକୁ ଅଣାଯାଏ। ଆଚ୍ଛା, ମାନେ ଏହି ବିପଦପୂର୍ଣ୍ଣ ପ୍ରକ୍ରିୟା ଦେଇ ଆସିବା ପରେ ହିଁ ଖଣିଜଗୁଡ଼ିକ ଆମର ଦୈନନ୍ଦିନ ଜୀବନର ରୂପ ନିଅନ୍ତି। ଲୁହାପଥର ତରଳି ଇସ୍ପାତ ହୁଏ, ଯାହା ବିଶାଳ ପୋଲ୍ ଏବଂ ଆକାଶଚୁମ୍ବୀ କୋଠା ନିର୍ମାଣରେ ଲାଗେ। ହଁ, ଆଉ ବକ୍ସାଇଟ୍ ବିଶୋଧିତ ହୋଇ ଆଲୁମିନିୟମ ହୁଏ, ଯାହାର ହାଲୁକାପଣ ଯୋଗୁଁ ଆଜି ଆମେ ଆକାଶରେ ଏତେ ବଡ଼ ବଡ଼ ଉଡ଼ାଜାହାଜ ଉଡ଼ାଇ ପାରୁଛେ। ଆଉ କୋଇଲା ପୋଡ଼ି ବିଦ୍ୟୁତ୍ ହୁଏ। ପେଟ୍ରୋଲିୟମ୍ ରିଫାଇନରିରୁ ବାହାରି କେବଳ ଇନ୍ଧନ ନୁହେଁ, ବରଂ ପ୍ଲାଷ୍ଟିକ୍ ଏବଂ ଔଷଧ ତିଆରିରେ ମଧ୍ୟ ବ୍ୟବହୃତ ହୁଏ। କିନ୍ତୁ ଏଠାରେ ମୁଁ ଟିକେ ଅଟକିବି। ହଁ, କୁହନ୍ତୁ। ମୋ ମନରେ ଗୋଟେ ବହୁତ କଠୋର ପ୍ରଶ୍ନ ଆସୁଛି। ଆମେ ବିକାଶ ନାମରେ ଦ୍ରୁତଗତିରେ ପାହାଡ଼ କାଟୁଛେ, ମାଟି ଖୋଳୁଛେ। 1 କିଲୋଗ୍ରାମ ମୂଲ୍ୟବାନ ଧାତୁ ବାହାର କରିବା ପାଇଁ ଆମେ ହଜାର ହଜାର ଟନ୍ ମାଟି ନଷ୍ଟ କରୁଛେ। ହଁ, ସେ କଥା ତ ସତ। ଏସବୁ ଶୁଣିବାକୁ ବହୁତ ବୈଶ୍ୱିକ ଏବଂ ଆଧୁନିକ ଲାଗୁଛି ସତ, କିନ୍ତୁ ଆମେ କ'ଣ ଅନ୍ଧ ଭାବରେ ନିଜ ଗୋଡ଼ରେ ନିଜେ କୁରାଣି ମାରୁନାହୁଁ କି? ଏହି ପ୍ରଗତିର ଏକ ଭୟଙ୍କର ମୂଲ୍ୟ ନିଶ୍ଚୟ ଥିବ, ଯାହା ଆମେ ଆଜି ନହେଲେ ବି କାଲି ଦେବାକୁ ବାଧ୍ୟ ହେବା। ବାସ୍ତବରେ ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଉଛି। ଆଉ ଉତ୍ତରଟି ହେଉଛି ଯେ ଆମେ କେବଳ ମୂଲ୍ୟ ଦେଉନାହୁଁ, ବରଂ ଆମେ ଏକ ବଡ଼ ବିପର୍ଯ୍ୟୟକୁ ନିମନ୍ତ୍ରଣ କରୁଛୁ। ମାନେ ଆପଣ ପରିବେଶ କ୍ଷତି ବିଷୟରେ କହୁଛନ୍ତି ନା? ହଁ, ଖନନ ପ୍ରକ୍ରିୟା ପରିବେଶ ଉପରେ ଏକ ସ୍ଥାୟୀ କ୍ଷତ ସୃଷ୍ଟି କରେ। ଯେତେବେଳେ ଏକ ମୁକ୍ତ ଖଣି ଖୋଳାଯାଏ, ସେଠାରେ ଥିବା ଜଙ୍ଗଲ, ପଶୁପକ୍ଷୀଙ୍କ ବାସସ୍ଥାନ ଏବଂ ସମଗ୍ର ଇକୋସିଷ୍ଟମ ସବୁଦିନ ପାଇଁ ଧ୍ୱଂସ ହୋଇଯାଏ। ସେଇଆ ତ। ଆଉ ସେହି ଧୂଳି ଆଉ ଧୂଆଁ? ଏକଦମ। ବାୟୁରେ ମିଶୁଥିବା ବିଷାକ୍ତ ଧୂଳି ଆଉ ଗ୍ୟାସ୍ ସ୍ଥାନୀୟ ଅଞ୍ଚଳକୁ ବାସୋପଯୋଗୀ ରଖେ ନାହିଁ। ଆଉ ଏକ ସବୁଠାରୁ ଦୁଃଖଦ ଦିଗ ହେଉଛି ସାମାଜିକ ବିସ୍ଥାପନ ବା ଲୋକମାନଙ୍କୁ ନିଜ ଜାଗାରୁ ହଟାଇବା। ଓହୋ, ହଁ, ସେହି ସ୍ଥାନୀୟ ଲୋକଙ୍କ କଥା। ହଁ, ଖଣି ଖୋଳିବା ପାଇଁ ପିଢ଼ି ପିଢ଼ି ଧରି ଜଙ୍ଗଲ ଏବଂ ମାଟି ଉପରେ ନିର୍ଭର କରି ଆସୁଥିବା ସ୍ଥାନୀୟ ଜନଜାତି ଏବଂ ଗ୍ରାମବାସୀଙ୍କୁ ନିଜ ଭିଟାମାଟି ଛାଡ଼ିବାକୁ ପଡ଼େ। ଏହା ସେମାନଙ୍କର ଅର୍ଥନୀତି ଏବଂ ସଂସ୍କୃତିକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦିଏ। ତାହେଲେ ଆଲେ ଅଦ୍ଭୁତ ଦ୍ୱନ୍ଦ୍ୱରେ ଫସିଯାଇଛୁ। ଗୋଟିଏ ପଟେ ଶିଳ୍ପାୟନ ନ କଲେ ଅର୍ଥନୀତି ଭୁଷୁଡ଼ି ପଡ଼ିବ, ଗରିବୀ ବଢ଼ିବ, ଆଉ ଅନ୍ୟପଟେ ଖଣି ଖୋଳିଲେ ପରିବେଶ ନଷ୍ଟ ହେଉଛି ଆଉ ଲୋକେ ବିସ୍ଥାପିତ ହେଉଛନ୍ତି। ସମ୍ପୂର୍ଣ୍ଣ ସତକଥା। ତେବେ ଏହି ପରିସ୍ଥିତିରୁ ବାହାରିବାର ବାଟ କ'ଣ? ସଂରକ୍ଷଣ କେବଳ ଏକ ଆଦର୍ଶଗତ ଶବ୍ଦ ହୋଇ ରହିବ, ନା ଏହାର କିଛି ବାସ୍ତବିକ ପ୍ରୟୋଗ ଅଛି? ନା, ବାସ୍ତବିକ ପ୍ରୟୋଗ ନିଶ୍ଚିତ ରୂପେ ଅଛି ଏବଂ ଏହାକୁ ଆମେ ସ୍ଥାୟୀ ବିକାଶ ବା ସଷ୍ଟେନେବଲ୍ ଡେଭଲପମେଣ୍ଟ ମାଧ୍ୟମରେ ହାସଲ କରିପାରିବା। ତାହା କିପରି? ଆମକୁ ପ୍ରଥମେ ବୁଝିବାକୁ ହେବ ଯେ ରିସାଇକ୍ଲିଂ କିମ୍ବା ପୁନଃ ବ୍ୟବହାର କେବଳ ଏକ ପରିବେଶ ଅନୁକୂଳ ପଦକ୍ଷେପ ନୁହେଁ, ଏହା ଏକ ବୈଜ୍ଞାନିକ ଏବଂ ଆର୍ଥିକ ଆବଶ୍ୟକତା ମଧ୍ୟ। ଉଦାହରଣ ସ୍ୱରୂପ ଆଲୁମିନିୟମ କଥା ହିଁ ଚିନ୍ତା କରନ୍ତୁ। ଆଲୁମିନିୟମରେ ଏମିତି କ'ଣ ଖାସ୍ ଅଛି? ନୂଆ ବକ୍ସାଇଟ୍ ଖୋଳି ସେଥିରୁ ଆଲୁମିନିୟମ ବାହାର କରିବା ଅପେକ୍ଷା ପୁରୁଣା ଆଲୁମିନିୟମ କ୍ୟାନ୍କୁ ତରଳାଇ ନୂଆ ଜିନିଷ ତିଆରି କରିବା ପାଇଁ ମାତ୍ର 5% ଶକ୍ତି ଖର୍ଚ୍ଚ ହୁଏ।
ଭାବନ୍ତୁ ତ ଏହା କେତେ ପ୍ରଚୁର ଶକ୍ତି ବଞ୍ଚାଏ ଏବଂ ନୂଆ ଖଣିର ଆବଶ୍ୟକତାକୁ ବି କମାଏ। ଆରେ ବାଃ, ଏହା ତ ଏକ ଚମତ୍କାର ତଥ୍ୟ। ଅର୍ଥାତ୍ ରିସାଇକ୍ଲିଂ ତାପଗତିକ ବିଜ୍ଞାନ ବା ଥର୍ମୋଡାଇନାମିକ୍ସ ଦୃଷ୍ଟିରୁ ମଧ୍ୟ ବହୁତ ଲାଭଦାୟକ ଅଟେ। ଏକଦମ। ତା ସହିତ ଆମକୁ କିଛି ବିକଳ୍ପ ସାମଗ୍ରୀର ସନ୍ଧାନ ମଧ୍ୟ ଜାରି ରଖିବାକୁ ପଡ଼ିବ। ଯେପରି ପାଇପ୍ କିମ୍ବା ଗାଡ଼ିର କିଛି ଅଂଶରେ ଲୁହା ପରିବର୍ତ୍ତେ ଉନ୍ନତମାନର ଫାଇବର କିମ୍ବା ପ୍ଲାଷ୍ଟିକ୍ ବ୍ୟବହାର କରି ଆମେ ଧାତୁ ଉପରେ ନିର୍ଭରଶୀଳତା କମାଇ ପାରିବା। ହଁ, ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଖନନ ସମୟରେ ଉନ୍ନତ ଜ୍ଞାନକୌଶଳର ବ୍ୟବହାର କରି ଅପଚୟ ରୋକିବା। ଆମେ ପ୍ରଗତିକୁ ତ ଅଟକାଇ ପାରିବା ନାହିଁ, କିନ୍ତୁ ଆମର ବିକାଶ ପ୍ରକ୍ରିୟା ଯେପରି ପରିବେଶକୁ ସୁରକ୍ଷା ଦିଏ ଆଉ ସ୍ଥାନୀୟ ଲୋକଙ୍କ ଜୀବିକାକୁ ନଷ୍ଟ ନ କରେ, ସେଥିପ୍ରତି ଏକ ସ୍ପଷ୍ଟ ନୀତି ରହିବା ଦରକାର। ଏଇଠି ମୁଁ ଆଉ ଏକ ବଡ଼ ପ୍ରସଙ୍ଗ ଯୋଡ଼ିବାକୁ ଚାହୁଁଛି। ଯେତେବେଳେ ଆମେ ଖଣିଜ ଉତ୍ତୋଳନ ଏବଂ ପରିବେଶର କ୍ଷତି ବିଷୟ କଥା ହେଉଛେ ନା, ଗୋଟିଏ ଜିନିଷ ସବୁଠାରୁ ଅଧିକ ପ୍ରଭାବିତ ହୁଏ, ଆଉ ତାହା ହେଉଛି ଆମର ଜଳ ସମ୍ପଦ। ହଁ, ତାହାର ଏକ ସମ୍ବେଦନଶୀଳ ବିଷୟ। ଖଣିଜକୁ ଧୋଇବା ପାଇଁ ଆଉ କାରଖାନାକୁ ଥଣ୍ଡା ରଖିବା ପାଇଁ କୋଟି କୋଟି ଲିଟର ପାଣି ଦରକାର ହୁଏ, ଆଉ ଶେଷରେ ସେହି ବିଷାକ୍ତ ପାଣି ଯାଇ ନିକଟସ୍ଥ ନଦୀରେ ମିଶେ। ଏହା ଆମକୁ ପ୍ରକୃତିର ଆଉ ଏକ ମୂଲ୍ୟବାନ ଉପାଦାନ ଆଡ଼କୁ ନେଇଯାଉଛି, ଯାହା ବିନା ଜୀବନର କଳ୍ପନା ମଧ୍ୟ ଅସମ୍ଭବ, ମାନେ ସେହି ନୀଳ ସୁନା ବା ଆମ ଜଳ ସମ୍ପଦ। ସତକଥା। ଏକଥା ସତ ଯେ ଖଣିଜ ଆମକୁ ବିକାଶ ଦିଏ, କିନ୍ତୁ ଜଳ ତ ଆମକୁ ଜୀବନ ଦିଏ। ଏହା ବିଷୟରେ ଆପଣ କ'ଣ କହିବେ? ପ୍ରକୃତରେ ଏବଂ ଏହି ଜଳସମ୍ପଦର ଏକ ନିଜସ୍ୱ ବିଡ଼ମ୍ବନା ମଧ୍ୟ ରହିଛି। ଆମେ ଜାଣୁ ଯେ ପୃଥିବୀର ପ୍ରାୟ 71% ଅଂଶ ଜଳରେ ଆଚ୍ଛାଦିତ। ମହାକାଶରେ ଦେଖିଲେ ଆମ ଗ୍ରହଟି ପୁରା ନୀଳ ଦେଖାଯାଏ। ହଁ, ତେଣୁ ତ ଆମେ ବ୍ଲୁ ପ୍ଲାନେଟ୍ କହୁ। କିନ୍ତୁ ବାସ୍ତବିକତା ହେଉଛି ସେଥିରୁ ପ୍ରାୟ 97% ଜଳ ହେଉଛି ସମୁଦ୍ରର ଲୁଣିଆ ପାଣି। ଏହାକୁ ଆମେ ନା ପିଇପାରିବା, ନା କୃଷିକ୍ଷେତ୍ରରେ ବ୍ୟବହାର କରିପାରିବା, ଆଉ ନା ଶିଳ୍ପରେ ବ୍ୟବହାର କରିପାରିବା। ବାପରେ, ମାନେ 97% ପାଣି ଆମର କିଛି କାମରେ ଆସିବାନି। ବିଲକୁଲ ନୁହେଁ। ଆମ ବ୍ୟବହାର ଉପଯୋଗୀ ମଧୁର ଜଳର ପରିମାଣ ପୃଥିବୀର ମୋଟ ଜଳର ପ୍ରାୟ 3%ରୁ ବି କମ୍ ଅଟେ, ଯେଉଁଥିରୁ ଅଧିକାଂଶ ପୁଣି ବରଫ ଆକାରରେ ମେରୁ ଅଞ୍ଚଳରେ ଜମାଟ ବାନ୍ଧି ରହିଛି। ଭାରତ ପରି ଦେଶରେ ଆମେ ଏହି ଅଳ୍ପ ମଧୁର ଜଳ ପାଇଁ କେବଳ ବର୍ଷା, ନଦୀ ଓ ଭୂଗର୍ଭସ୍ଥ ଜଳ ଉପରେ ହିଁ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ। ଆଉ ଯଦି ଆମେ ଏହାକୁ ପୁଣିଥରେ ଓଡ଼ିଶାର ପରିପ୍ରେକ୍ଷୀରେ ଦେଖିବା ନା, ଏଠାରେ ଏକ ବଡ଼ ବିରୋଧାଭାସ ଦେଖାଯାଏ। ଓଡ଼ିଶା ଖଣିଜ ସମ୍ପଦରେ ଯେମିତି ଧନୀ, ନଦୀମାତୃକା ରାଜ୍ୟ ଭାବରେ ମଧ୍ୟ ସେମିତି ସମୃଦ୍ଧ। ହଁ, ଓଡ଼ିଶାର ନଦୀ ବ୍ୟବସ୍ଥା ଖୁବ୍ ବିଶାଳ। ଏକଦମ। ଆମର ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଏବଂ ଋଷିକୁଲ୍ୟା ଭଳି ବିଶାଳ ନଦୀ ବ୍ୟବସ୍ଥା ରହିଛି। ପ୍ରତିବର୍ଷ ବର୍ଷା ଦିନେ ଏହି ନଦୀଗୁଡ଼ିକ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କରନ୍ତି। କିନ୍ତୁ ଖରାଦିନ ଆସିଲେ ଅନେକ ଅଞ୍ଚଳରେ ଲୋକେ ଟୋପାଏ ପିଇବା ପାଣି ପାଇଁ ଢଳବିକଳ ହୁଅନ୍ତି। ବନ୍ୟା ଏବଂ ମରୁଡ଼ିର ଏହି ଯେଉଁ ଲୁଚକାଳି ଖେଳ, ଏହାର ମୂଳ କାରଣ କ'ଣ ବୋଲି ଆପଣ ଭାବୁଛନ୍ତି? କେଉଁଠି ଭୁଲ ହେଉଛି ଆମର? ମୁଖ୍ୟ ଭୁଲ ଆମର ପରିଚାଳନା ଏବଂ ମାନବୀୟ କାର୍ଯ୍ୟକଳାପରେ ହିଁ ହେଉଛି। ପ୍ରଥମ କାରଣ ହେଉଛି ଜନସଂଖ୍ୟା ବିସ୍ଫୋରଣ, ଯାହାଫଳରେ ଜଳର ବ୍ୟବହାର ବହୁଗୁଣିତ ହୋଇଯାଇଛି। ହଁ, ଲୋକସଂଖ୍ୟା ତ ବଢ଼ୁଛି। କିନ୍ତୁ ଏହାଠାରୁ ବଡ଼ ସମସ୍ୟା ହେଉଛି ଦ୍ରୁତ ସହରୀକରଣ ଏବଂ ଶିଳ୍ପାୟନର ଯାନ୍ତ୍ରିକ ପ୍ରକ୍ରିୟା। ସହରଗୁଡ଼ିକ କଂକ୍ରିଟ ଜଙ୍ଗଲରେ ପରିଣତ ହେବା ଫଳରେ ବର୍ଷା ପାଣି ଆଉ ମାଟି ଭିତରକୁ ସହଜରେ ଯାଇପାରୁନାହିଁ। ଆଚ୍ଛା, ମାନେ ଭୂଗର୍ଭସ୍ଥ ଜଳସ୍ତର ଆଉ ରିଚାର୍ଜ ହୋଇପାରୁନି। ସେଇଆ ତ, ରିଚାର୍ଜ ନ ହୋଇ ତାହା କ୍ରମାଗତ ଭାବେ ତଳକୁ ତଳକୁ ଖସିଯାଉଛି। ଆଉ ଅନ୍ୟପଟେ ଯେଉଁ ମଧୁର ଜଳ ନଦୀରେ ପ୍ରବାହିତ ହେଉଛି, ସେଥିରେ କାରଖାନାର ବିଷାକ୍ତ ରାସାୟନିକ ବର୍ଜ୍ୟବସ୍ତୁ ଆଉ ସହରର ଅପରିଷ୍କାର ନର୍ଦ୍ଦମା ଜଳ ବିନା ଶୋଧନରେ ସିଧାସଳଖ ମିଶାଯାଉଛି। ଓହୋ, ଅର୍ଥାତ୍ ଆମେ ଥିବା ପାଣିକୁ ପ୍ରଦୂଷିତ କରୁଛୁ ଆଉ ଭୂଗର୍ଭର ପାଣିକୁ ଅତ୍ୟଧିକ ଶୋଷି ନେଉଛୁ। ଏକଦମ ଠିକ୍ କହିଲେ। ତାହେଲେ ସମସ୍ୟାଟା କେବଳ ପାଣି ନଥିବା କଥା ନୁହେଁ, ବରଂ ଥିବା ପାଣିକୁ ବ୍ୟବହାର ଅଯୋଗ୍ୟ କରିଦେବା କଥା ଅଟେ। ଏହି ବିପଦରୁ ମୁକୁଳିବା ପାଇଁ ଆମ ପାଖରେ କି ବାଟ ଅଛି? କାରଣ ଏହା ତ ଏମିତି ଏକ ସମସ୍ୟା ଯାହାର ସମାଧାନ ଆମକୁ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ପଡ଼ିବ। ନିଶ୍ଚୟ, ଏହାର ସମାଧାନ ଆମକୁ ଏକାଧିକ ସ୍ତରରେ କରିବାକୁ ପଡ଼ିବ। ପ୍ରାକୃତିକ ସ୍ତରରେ ସବୁଠାରୁ ପ୍ରଭାବଶାଳୀ ଉପାୟ ହେଉଛି ବନୀକରଣ ବା ବ୍ୟାପକ ବୃକ୍ଷରୋପଣ। ମାନେ ଅଧିକରୁ ଅଧିକ ଗଛ ଲଗାଇବା। ହଁ, କାରଣ ଗଛର ଚେର ଏକ ବିଶାଳ ସ୍ପଞ୍ଜ ଭଳି କାମ କରେ। ଏହା ମାଟିକୁ ବାନ୍ଧି ରଖେ ଆଉ ବର୍ଷା ଜଳକୁ ସହଜରେ ବୋହିଯିବାକୁ ନ ଦେଇ ଭୂଗର୍ଭକୁ ଶୋଷିବାରେ ବହୁତ ସାହାଯ୍ୟ କରେ। ଆଉ ସହରଗୁଡ଼ିକରେ କ'ଣ କରାଯାଇପାରିବ?
ସହରରେ ଦ୍ୱିତୀୟ ଉପାୟଟି କାମ ଦେବ। ବର୍ଷା ଜଳ ଅମଳ ବା ରେନ୍ ୱାଟର ହାର୍ଭେଷ୍ଟିଂକୁ ପ୍ରତ୍ୟେକ ଘର ଆଉ କୋଠାରେ ବାଧ୍ୟତାମୂଳକ କରିବା ଦରକାର। ଏହାଛଡ଼ା ପ୍ରଶାସନିକ ସ୍ତରରେ ବହୁମୁଖୀ ନଦୀବନ୍ଧ ପ୍ରକଳ୍ପଗୁଡ଼ିକର ଏକ ବଡ଼ ଭୂମିକା ରହିଛି। ବୁଝିଲେ ତ? ହଁ, ଯେପରି ଆମ ମହାନଦୀ ଉପରେ ଥିବା ହୀରାକୁଦ ବନ୍ଧ। ଏହି ବନ୍ଧଗୁଡ଼ିକ ବୋଧହୁଏ ସେହି ବନ୍ୟା ଆଉ ମରୁଡ଼ିର ଭାରସାମ୍ୟକୁ ଠିକ୍ କରିବା ପାଇଁ ହିଁ ତିଆରି ହୋଇଛି ନା? ଏକଦମ ସତ କଥା। ବର୍ଷାଦିନେ ଏହା ବଳକା ଜଳକୁ ଅଟକାଇ ବନ୍ୟା ନିୟନ୍ତ୍ରଣ କରେ, ଆଉ ଖରାଦିନେ ସେହି ସଞ୍ଚିତ ଜଳକୁ କେନାଲ ମାଧ୍ୟମରେ କୃଷିକ୍ଷେତ୍ରକୁ ଛାଡ଼ି ମରୁଡ଼ି ପରିସ୍ଥିତି ଏଡ଼ାଇବାରେ ସାହାଯ୍ୟ କରେ। ତା ସହିତ ଜଳବିଦ୍ୟୁତ ମଧ୍ୟ ଉତ୍ପାଦନ ହୁଏ ସେଠାରୁ। ହଁ, ଆଉ ଆମକୁ ସବୁବେଳେ ମନେ ରଖିବାକୁ ହେବ ଯେ ଜଳ ସଞ୍ଚୟ କେବଳ ଗୋଟିଏ ସରକାରୀ ଯୋଜନା ନୁହେଁ, ଏହା ଆମର ଏକ ବ୍ୟକ୍ତିଗତ ଦାୟିତ୍ୱ ମଧ୍ୟ। ଠିକ୍ କହିଲେ। ଏଇଠାରେ ଗୋଟିଏ କଥା ସ୍ପଷ୍ଟ ହୋଇଯାଉଛି, ମାନେ କୋଇଲା ସରିଗଲେ ଆମେ ହୁଏତ ସୌରଶକ୍ତି ବା ପବନ ଶକ୍ତିରୁ ବିଦ୍ୟୁତ୍ ଉତ୍ପାଦନ କରିପାରିବା। ଲୁହା ସରିଗଲେ ବୋଧହୁଏ ଆମେ ଭବିଷ୍ୟତରେ କୌଣସି ଅତ୍ୟାଧୁନିକ କାର୍ବନ ଫାଇବର ଆବିଷ୍କାର କରିନେବା, ଯାହା ଲୁହାଠାରୁ ଅଧିକ ଶକ୍ତ ହୋଇଥିବ। ହଁ, ବିକଳ୍ପ ତ ବାହାରି ପାରିବ। କିନ୍ତୁ ଜଳର କୌଣସି ବିକଳ୍ପ ନାହିଁ, ବୁଝିଲେ ତ? ଶୋଷ ଲାଗିଲେ କୌଣସି ବୈଷୟିକ ଜ୍ଞାନକୌଶଳ ପାଣିର ସ୍ଥାନ ନେଇପାରିବ ନାହିଁ। ଜଳ ହିଁ ଏକମାତ୍ର ଉତ୍ତର। ଏବଂ ସେହି ବିକଳ୍ପ ଶୂନ୍ୟତା ହିଁ ଜଳକୁ ପୃଥିବୀର ସବୁଠାରୁ ମୂଲ୍ୟବାନ ସମ୍ପଦରେ ପରିଣତ କରିଛି। ତେଣୁ ଜଳକୁ ଏକ ସାଧାରଣ ବସ୍ତୁ ନ ଭାବି ଏହାକୁ ଏକ ସୀମିତ ଜାତୀୟ ସମ୍ପଦ ଭାବରେ ଦେଖିବାର ସମୟ ଏବେ ଆସିଯାଇଛି। ସତରେ। ତେବେ ଆସନ୍ତୁ ଆଜିର ଏହି ସମ୍ପୂର୍ଣ୍ଣ ଆଲୋଚନାକୁ ଟିକେ ଏକାଠି କରିବା। ଏତେ ସବୁ ତଥ୍ୟ, ଏତେ ବିଶ୍ଳେଷଣରୁ ପ୍ରକୃତରେ କ'ଣ ନିଷ୍କର୍ଷ ବାହାରୁଛି? ଯଦି ଆମେ ଦେଖିବା, ଖଣିଜ ସମ୍ପଦ ଆମକୁ ଆଧୁନିକ ଜୀବନର ଢାଞ୍ଚା ଏବଂ ଅର୍ଥନୀତି ଦେଇଛି। ହଁ, ଏହା ବିନା ଆମେ ପ୍ରାଚୀନ ଯୁଗକୁ ଫେରିଯିବା ନିଶ୍ଚିତ। ମାନବ ସଭ୍ୟତା ଏଗୁଡ଼ିକୁ କୃତ୍ରିମ ଭାବରେ ସୃଷ୍ଟି କରିପାରିବ ନାହିଁ। ବିଲକୁଲ। ତେଣୁ ଆମ ସାମ୍ନାରେ ଏକମାତ୍ର ରାସ୍ତା ହେଉଛି ସଠିକ୍ ପରିଚାଳନା, ଶିଳ୍ପାୟନ ଏବଂ ଅର୍ଥନୈତିକ ଅଭିବୃଦ୍ଧି ନିଶ୍ଚୟ ଆବଶ୍ୟକ, କିନ୍ତୁ ତାହା ପରିବେଶକୁ ଧ୍ୱଂସ କରି ନ ହେବା ଉଚିତ। ମାନେ ଆମକୁ ଏକ ମଧ୍ୟମ ପନ୍ଥା ବାଛିବାକୁ ପଡ଼ିବ। ହଁ, ଆମକୁ ବିକାଶର ଏକ ଏପରି ମଡେଲ ଆପଣାଇବାକୁ ପଡ଼ିବ ଯେଉଁଥିରେ ଆଗାମୀ ପିଢ଼ି ପାଇଁ ସମ୍ପଦ ସୁରକ୍ଷିତ ରହିବ, ଧାତୁର ପୁନର୍ବ୍ୟବହାର ବା ରିସାଇକ୍ଲିଂ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ ଏବଂ ଜଳର ପ୍ରତିଟି ଟୋପାର ଦାୟିତ୍ୱବାନ ବ୍ୟବହାର ହେବ। ଏକ ସନ୍ତୁଳିତ ଆଭିମୁଖ୍ୟ ହିଁ ଆମକୁ ଏକ ସୁରକ୍ଷିତ ଭବିଷ୍ୟତ ଆଡ଼କୁ ନେଇଯାଇପାରିବ। ଏକଦମ ସତ କଥା କହିଲେ ଆପଣ। ଏକ ସନ୍ତୁଳନ ରକ୍ଷା କରିବା ବର୍ତ୍ତମାନ ଆମର ସବୁଠାରୁ ବଡ଼ ପରୀକ୍ଷା। ଆଜିର ଏହି ଗଭୀର ଆଲୋଚନାରୁ ବିଦାୟ ନେବା ପୂର୍ବରୁ ଶୂନ୍ୟକୁ ଏକ ପ୍ରଶ୍ନ ଛାଡ଼ିଯିବାକୁ ମୋର ଇଚ୍ଛା ହେଉଛି। ହଁ, ନିଶ୍ଚୟ କୁହନ୍ତୁ। ଆମର ଏହି ବର୍ତ୍ତମାନର ଆଧୁନିକ ଦୁନିଆ ଏପରି ଜିନିଷଗୁଡ଼ିକ ଉପରେ ନିର୍ଭରଶୀଳ ଯାହାକୁ ଗଠନ ହେବା ପାଇଁ ପୃଥିବୀ ଗର୍ଭରେ ଲକ୍ଷ ଲକ୍ଷ ବର୍ଷ ଲାଗିଗଲା। କିନ୍ତୁ ଆମେ ଏକ ଅଦ୍ଭୁତ ବେଗରେ, ମାନେ କେବଳ କିଛି ଦଶନ୍ଧି ମଧ୍ୟରେ ତାହାକୁ ଖୋଳି ସାରିଦେବାକୁ ବସିଛୁ। ଏହା ହିଁ ତ ସବୁଠୁ ବଡ଼ ଭୟର କାରଣ। ଭାବନ୍ତୁ ତ, ଯଦି ଏହିପରି ଭାବେ ଖଣିଜ ସମ୍ପଦର ଦୋହନ ଚାଲି ରହେ, ତେବେ କଳ୍ପନା କରାଯାଉ ଆଜିଠାରୁ 500 ବର୍ଷ ପରେ ଆମର ଭବିଷ୍ୟତ ପିଢ଼ି କ'ଣ କରିବେ? ସେତେବେଳକୁ ବୋଧହୁଏ ପୃଥିବୀର ସବୁ ପାହାଡ଼ ଆଉ ଖଣି ସମ୍ପୂର୍ଣ୍ଣ ଖାଲି ହୋଇସାରିଥିବ। ନୂଆ ଖଣିଜ ଖୋଜିବା ପାଇଁ ବୋଧେ ଆଉ କୌଣସି ଜଙ୍ଗଲ ବି ନଥିବ। ତାହେଲେ କ'ଣ ଆଜିର ଏହି ପ୍ଲାଷ୍ଟିକ ଏବଂ ପୁରାଣ ଧାତୁ ଭର୍ତ୍ତି ବିଶାଳ ଅଳିଆ ଗଦାଗୁଡ଼ିକୁ ବା ଲ୍ୟାଣ୍ଡଫିଲ୍ସଗୁଡ଼ିକୁ ସେମାନେ ନିଜର ନୂଆ ଖଣି ଭାବରେ ଖୋଳିବାକୁ ବାଧ୍ୟ ହେବେ କି? ଏହା ତ ଏକ ରୋମାଞ୍ଚକର ଅଥଚ ଭୟାନକ ଚିନ୍ତା। ସେହି ଦୁନିଆରେ ରିସାଇକ୍ଲିଂ କୌଣସି ପରିବେଶବିତ୍ଙ୍କ ପସନ୍ଦ ହୋଇ ରହିନଥିବ, ବରଂ ମାନବ ସଭ୍ୟତା ପାଇଁ ବଞ୍ଚିବାର ଏକମାତ୍ର ଉପାୟ ପାଲଟି ଯାଇଥିବ। ଏହା ଏକ ଗଭୀର ଏବଂ ଉଦ୍ବେଗଜନକ ଚିନ୍ତାଧାରା ଅଟେ। ଆଜିର ଏହି ଆଲୋଚନା ପାଇଁ ଏତିକି।